ରାତିରେ ମୋବାଇଲ ଫୋନକୁ ଚାର୍ଜରେ ଲଗାଇ ପରିବାର ଲୋକମାନେ ଶୋଇପଡ଼ିଥିବା ବେଳେ ହଠାତ୍ ବିଳମ୍ବିତ ରାତିରେ ମୋବାଇଲଟି ବାଷ୍ଟ ହୋଇ ଘରର ଗୋଟିଏ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା। ତେବେ କିଛି ସମୟ ପରେ ପରିବାର ଲୋକଙ୍କ ନିଦ ଭାଙ୍ଗିଯିବାରୁ ଘରେ ନିଆଁ ଲାଗିଥିବାର ଦେଖି ସେମାନେ ଭୟଭୀତ ହେବା ସହ ତୁରନ୍ତ ଘରୁ ବାହାରକୁ ପଳାଇ ଆସି ଜୀବନ ବଞ୍ଚାଇଥିଲେ। ଆଉ ପାଖ ପଡ଼ୋଶୀଙ୍କୁ ଡାକି ହୁତୁ ହୁତୁ ହୋଇ ଜଳୁଥିବା ନିଆଁକୁ ପାଣି ମୋଟର ସାହାଯ୍ୟରେ ଆୟତ୍ତ କରିଥିଲେ। ହେଲେ ଏହି ଅଗ୍ନିକାଣ୍ଡରେ ଘରର ବହୁ ଆସବାବପତ୍ର, ଚାଉଳ, ଲୁଗାପଟା ଇତ୍ୟାଦି ପୋଡ଼ି ନଷ୍ଟ ହୋଇଯାଇଛି। ମୁଇଁ ତାଙ୍କ ପାଖରେ ରହିଛି, ଘର ଲାଗିକରି ରହିଛେ। ତ କାଣା ହେଇଛି କି ଯେତେବେଳେ ସେମାନେ କହୁଥିଲେ ଯେ ରାତି 12ଟାରେ ଚାର୍ଜ କରିଦେଲି, ତାପରେ ବସ୍ତା ଉପରେ ରଖିଦେଇଥିଲି ଆଉ ମୋବାଇଲଟା ସେଠାନୁ ବୋଧେ ପୋଡ଼ି ଯାଇଥିବା। ତାପରେ ମୁଇଁ କାଣା କଲି କି ମକେ ଫୋନ୍ କଲେ ରାତି 3ଟାରେ ଆମର ଘର ପୋଡ଼ିଗଲା ବୋଲି ଯେତେବେଳେ ଫୋନ୍ କଲେ, ସେତେବେଳେ ମୁଇଁ ଶୋଇଥିଲି। ଶୋଇକରି ଉଠିକରି ଆସିଲି ଦେଖିଲି ଯେ ଢାହା କରି ଇଏ ଜଳୁଥିଲା। ଜଳିଲା ପରେ କାଣା କଲି କି ସବୁ ଲୋକ ତ ଲାଇନ୍ ତ ଥିଲା, ଲାଇନ୍ ସାଙ୍ଗେ ସାଙ୍ଗେ କାଟିଦେଲି। ଆଉ ସେନ ଭିତରକେ ଯାଇକରି ସେନ ଆରୁ ବାକିଟା ଥିଲେ ମୋର ଭାଇମାନେ ସବୁ ଥିଲେ, ଆମର ପାଖ ପଡ଼ିଶା ଲୋକମାନେ ବି ଥିଲେ। ତ ସେମାନେ ଆସିଲେ ସବୁ, ତାପରେ ଟୁଲୁ ଫୁଲୁ ସବୁ ଆଣିକରି ଆମେ ଜୁଇ ଲିଭା ବ୍ୟବସ୍ଥା କଲୁ, ଜୁଇକେ ଲିଭେଇ ପାରିଲୁ। ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ପଞ୍ଚାୟତ କନ୍ଧବ୍ରାହ୍ମଣୀଗୁଡ଼ା ଗ୍ରାମର ବିକ୍ରମ ଜାନି ରାତିରେ ନିଜର ମୋବାଇଲକୁ ଚାର୍ଜରେ ଲଗାଇ ପରିବାର ସହିତ ଶୋଇପଡ଼ିଥିଲେ। ହେଲେ ହଠାତ୍ ରାତି 3ଟା ସମୟରେ ଚାର୍ଜରେ ବସିଥିବା ମୋବାଇଲଟି ବାଷ୍ଟ ହୋଇ ଘରର ଗୋଟିଏ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା। କିନ୍ତୁ ପରିବାର ଲୋକମାନେ ନିଦରେ ଶୋଇପଡ଼ିଥିବାରୁ ନିଆଁ ଲାଗିଥିବା କଥା ସେମାନେ ଜାଣିପାରିନଥିଲେ। କିଛି ସମୟ ପରେ ନିଆଁ ବ୍ୟାପିଯିବାରୁ ପରିବାର ଲୋକମାନେ ଜାଣିବାକୁ ପାଇ ତୁରନ୍ତ ଘର ବାହାରକୁ ଆସି ଜୀବନ ବଞ୍ଚାଇଥିଲେ। ହେଲେ ଏହି ଅଗ୍ନିକାଣ୍ଡରେ ଘରର ବହୁ ବ୍ୟବହାରିକ ସାମଗ୍ରୀ, ଚାଉଳ, ଲୁଗାପଟା ଇତ୍ୟାଦି ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି। ତେଣୁ ଏପରି ସ୍ଥିତିରେ ସରକାରୀ ଆବାସ ଗୃହ ଯୋଗାଇ ଦେବା ପାଇଁ ଅଗ୍ନି ବିପନ୍ନ ପରିବାର ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏଇଟା ଆଜ୍ଞା 12 ବଜା ରାତିରେ ଚାର୍ଜ କରିଦେଲି ମୋବାଇଲ। ତ ବସ୍ତା ଉପରେ ରଖିଦେଇଥିଲେ। ସେ ମୋବାଇଲଟା କେନ୍ତା ହେଇକରି କାଣା ହେଲା ଯେ ପୋଡ଼ିଗଲା ଘରଟା। ନିଆଁ ଏଇଟା ଖୋବ୍ ଲୋକ ଆସିଥିଲେ, ତାପରେ ନେଇ ପାରଲା ଲାଗି ଏଇଟା ଟୁଲୁ ପାଇପ୍ ଆନିକରି ଲିଭାଗଲା। ମାନେ ଘରର କାହା କିଛି କ୍ଷତି ନା ହେବା? ଘରର କିଛି କ୍ଷତି ତ ନାଇଁ ହେଲା, କୁକୁଡ଼ା ମାନେ ଏଇଟା ହେଲା ଆରୁ ଯେତିକି ସେଟା ମାନେ ପୋଡ଼ିଗଲା। ଆପଣଙ୍କ କ୍ଷତି କାଣା ହେଇଛି? ଆମରଟା ଆଜ୍ଞା ଯେତିକି ବସ୍ତା, ଏଇଟା ଦରି, ତ୍ରିପାଲ, ଏଇଟା ଫ୍ୟାନ୍, ଏଇଟା ଆମର ଥିଲା ସାମାନ ପତ୍ର ମାନେ ପୋଡ଼ିଗଲା। ପୋଡ଼ି ଯାଇଛି ଆଜ୍ଞା। ସବୁ ପୋଡ଼ି ଯାଇଛି, କପଡ଼ା ଲତା ସବୁ ପୋଡ଼ି ଯାଇଛି। ତ ବର୍ତ୍ତମାନ କାଣା ଚାହୁଁଛ? ଆରୁ କାଣା ଚାହିଁମା ଆଜ୍ଞା, କେନ୍ତା କରି ଘର ଗୋଟେ ହେବାର ଅଛି, କାଣା ଏନ୍ତା ତ ଆଉ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରୁ କିଶନ ଶର୍ମାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।